नमस्कार। आजिर एही विशेष आलोचना को समस्तंकु स्वागत। आज आमे एमिटी एको विषय उपरे कथा हेबा जहा शुणिले आपणकर मध्य पिलादिन कथा माने पड़ी जिवो। आमे चतुर्थ श्रेणीर इंग्राजी बही पल्लवीर प्रथम अध्याय माय बाइसिकल उपरे टिके नजर पकाइबा। माने गोटे छोट कविता केमिति पिलांकु इंग्राजी भाषार मूलो द्वारा शिखाई दिए सेटा देखिबा वास्तवरे खूब मजादार। ଏହା କେବଳ କିଛି ଶବ୍ଦ ଘୋଷିବା କଥା ନୁହେଁ, ବରଂ ପିଲାଙ୍କ କଳ୍ପନା ଆଉ ଆଖପାଖର ପରିବେଶକୁ ବୁଝିବାର ଏକ ସୁନ୍ଦର ଉପାୟ। ଆଚ୍ଛା, ଆଗକୁ ବଢ଼ିବା ପୂର୍ବରୁ ଟିକେ ଅତୀତକୁ ଫେରିଯିବା। ସେଇ ପ୍ରଥମ ସାଇକେଲ ଚଲାଇବାର ସ୍ୱାଧୀନତା ଆଉ ଖୁସି କଥା ଟିକେ ମନେ ପକାନ୍ତୁ ତ। ପବନର ସେହି ସ୍ପର୍ଶ, ପ୍ୟାଡଲ ଉପରେ ପାଦ ରଖି ବାଲାନ୍ସ କରିବାର ଚେଷ୍ଟା, ଆଉ ନିଜେ ନିଜ ରାସ୍ତା ଠିକ୍ କରିବାର ସେଇ ଅପୂର୍ବ ଆନନ୍ଦ। ସେଇ ସ୍ମୃତିଗୁଡ଼ିକ ଆଜି ବି କେତେ ସତେଜ ନୁହେଁ କି? ଠିକ୍ ଏଇ ଆନନ୍ଦଦାୟକ ଅନୁଭୂତିକୁ ଧରି ଏହି ଅଧ୍ୟାୟଟି ପିଲାମାନଙ୍କୁ ପାଠ ସହ ଯୋଡ଼ିବାର ଏକ ବଢ଼ିଆ ପ୍ରୟାସ କରିଛି। ବର୍ତ୍ତମାନ ଆସନ୍ତୁ ଦେଖିବା ଏହି କବିତାରେ ସେହି ଆକର୍ଷଣୀୟ ଧାଡ଼ିଗୁଡ଼ିକ। I have a red bicycle, I pedal and I ride. Trin 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 goes the bell, makes my friends move aside. ଟିକେ ଧ୍ୟାନ ଦିଅନ୍ତୁ, ଏହି ବାକ୍ୟଗୁଡ଼ିକରେ କେମିତି ଏକ ସୁନ୍ଦର ଛାନ୍ଦ ବା ରିଦମ୍ ରହିଛି, ଯେମିତିକି ରାଇଡ୍ ଆଉ ଅସାଇଡ୍। ଏହିଭଳି ଛାନ୍ଦଯୁକ୍ତ ଶବ୍ଦଗୁଡ଼ିକ ପିଲାମାନଙ୍କୁ କବିତାଟିକୁ ମନେ ରଖିବାକୁ ଆଉ ଖୁସିରେ ଗାଇବାକୁ ବହୁତ ସାହାଯ୍ୟ କରେ। ଆଉ ହଁ, ଇଂରାଜୀ ଉଚ୍ଚାରଣ ସହଜ କରିବା ପାଇଁ ଏହା ଏକଦମ ପ୍ରଥମ ସୋପାନ। ଆଉ ଏଠାରେ ଏହି ସୁନ୍ଦର ଚିତ୍ରଟିକୁ ଟିକେ ଦେଖନ୍ତୁ ତ। ପିଲାଟି କେତେ ଆନନ୍ଦରେ ତାର ନାଲି ସାଇକେଲ ଚଲାଉଛି। ଆମେ ସମସ୍ତେ ଜାଣୁ, ପିଲାମାନେ ଚିତ୍ର ଦେଖି ବହୁତ ଜଲ୍ଦି ଶିଖନ୍ତି। ଏହି ଉଜ୍ଜଳ ଫଟୋଟି କେବଳ ବହିପୃଷ୍ଠାକୁ ସୁନ୍ଦର କରୁନି, ବରଂ କବିତାର କଥାକୁ ପିଲାଙ୍କ ମନରେ ଏକଦମ ଛାପି ଦେଉଛି। ପିଲାମାନେ ଏହାକୁ ଦେଖିଲେ ନିଜକୁ ଠିକ୍ ସେହି ସାଇକେଲ ଚଲାଉଥିବା ପିଲାଟି ଜାଗାରେ ଅନୁଭବ କରନ୍ତି, ଆଉ ସେଇଥିପାଇଁ ଶିଖିବା ପ୍ରକ୍ରିୟାଟି ଆହୁରି ପ୍ରଭାବଶାଳୀ ହୋଇଯାଏ। ଏବେ ଆସନ୍ତୁ ବୁଝିବା ଏହା ଆମର ମାନସିକ ବିକାଶରେ କେମିତି ସାହାଯ୍ୟ କରେ। ଗୋଟିଏ ପଟେ ଦେଖନ୍ତୁ ରଙ୍ଗୀନ ଚିତ୍ର ସହ କବିତାଟି ଅଛି, ଆଉ ଅନ୍ୟପଟେ ଏକ ଖାଲି ସାଇକେଲର ଚିତ୍ର ଦିଆଯାଇଛି, ଯେଉଁଠି ପିଲାଙ୍କୁ ଅଂଶଗୁଡ଼ିକର ନାମ ଲେଖିବାକୁ ପଡ଼ିବ। ଏଇ ଯେଉଁ ଉପାୟଟି ଅଛି, ଏହାକୁ ଆମ ସୋର୍ସ ମେଟେରିଆଲରେ ଭିଜୁଆଲ ମେମୋରି ଡେଭଲପମେଣ୍ଟ ଟେକ୍ନିକ୍ କୁହାଯାଇଛି। ପିଲାମାନେ ପ୍ରଥମେ ରଙ୍ଗୀନ ଚିତ୍ର ଦେଖି ମନେ ରଖନ୍ତି, ଆଉ ତାପରେ ସେହି ଖାଲି ସ୍ଥାନଗୁଡ଼ିକରେ ଠିକ୍ ଶବ୍ଦଟିକୁ ବସାନ୍ତି। ଏହାଦ୍ୱାରା ସେମାନଙ୍କର ଦେଖି ମନେ ରଖିବାର ଶକ୍ତି ବା ଭିଜୁଆଲ ମେମୋରି ବହୁତ ଦୃଢ଼ ହୋଇଥାଏ। ଆଲୋଚନାକୁ ଟିକେ ଆହୁରି ମଜେଦାର କରିବା। ବହିରେ ଥିବା ଏହି ପ୍ରଶ୍ନଟି ଉପରେ ଟିକେ ନଜର ପକାନ୍ତୁ। What does the bicycle need to move? ମାନେ ସାଇକେଲକୁ ଆଗକୁ ବଢ଼ିବା ପାଇଁ କ'ଣ ଦରକାର? ଦେଖିବାକୁ ଗଲେ ଏହା ଏକ ସିଧାସଳଖ ପ୍ରଶ୍ନ, କିନ୍ତୁ ଏହା ପିଲାମାନଙ୍କର ଧ୍ୟାନ ଆକର୍ଷଣ କରିବା ସହ ସେମାନେ କବିତାଟିକୁ କେତେ ଭଲ ଭାବେ ବୁଝିଛନ୍ତି ତାହା ପରୀକ୍ଷା କରେ। ଏହିଭଳି ପ୍ରଶ୍ନ ପଚାରିଲେ ପିଲାମାନେ ଆଉ ଚୁପ୍ ହୋଇ ବସିବେନି, ବରଂ ପାଠରେ ପୁରା ଆକ୍ଟିଭ୍ ହୋଇ ଅଂଶଗ୍ରହଣ କରିବେ। ଆଉ କବିତା ହିସାବରେ ଏହାର ଏକଦମ ସରଳ ଉତ୍ତରଟି ହେଉଛି All I need is some air, ଅର୍ଥାତ୍ ମୋତେ କେବଳ କିଛି ପବନ ଦରକାର। ଭାବନ୍ତୁ ତ ଏହା କେତେ ଚମତ୍କାର। ଗୋଟିଏ ଛୋଟ ଇଂରାଜୀ ବାକ୍ୟ ଭିତରେ କେମିତି ଗୋଟେ ବୈଜ୍ଞାନିକ ଓ ଯାନ୍ତ୍ରିକ କଥା ପିଲାମାନଙ୍କୁ ଶିଖାଇ ଦିଆଯାଉଛି। ସାଇକେଲ ଟାୟାରରେ ପବନ ଥିଲେ ଯାଇ ସେ ଗଡ଼ିବ। ଭାଷା ଶିକ୍ଷା ସହିତ ସାଧାରଣ ଜ୍ଞାନର ଏମିତି ଏକ ସମନ୍ୱୟ ସତରେ ଖୁବ୍ କମ୍ ଦେଖିବାକୁ ମିଳେ। ଏବେ ଚାଲନ୍ତୁ ଏହି ପାଠରେ ଥିବା କିଛି ନୂଆ ଶବ୍ଦ ବିଷୟରେ ଜାଣିବା। ଆମର ପ୍ରଥମ ଶବ୍ଦଟି ହେଉଛି ପେଡଲ ବା ପେଡାଲ। ଏହାର ଅର୍ଥ ହେଉଛି ସାଇକେଲର ସେହି ଅଂଶ ଯାହା ଉପରେ ପାଦ ରଖି ତାକୁ ଆଗକୁ ଚଳାଇବାକୁ ହୁଏ। ସବୁଠୁ ମଜା କଥା ହେଲା, ଛୋଟ ପିଲାଙ୍କ ପାଇଁ ଏହି ଶବ୍ଦଟି କେବଳ ଗୋଟେ ଜିନିଷର ନାମ ନୁହେଁ, ଏହା ଏକ କାର୍ଯ୍ୟ ବା ଆକ୍ସନରେ ବଦଳିଯାଏ। ସେମାନେ ଶବ୍ଦଟି ଶୁଣିଲେ ହିଁ ନିଜ ପାଦକୁ ତଳ ଉପର କରି ପେଡଲ ମାରିବାର କଳ୍ପନା କରିବା ଆରମ୍ଭ କରିଦିଅନ୍ତି। ଆମର ପରବର୍ତ୍ତୀ ଶବ୍ଦଟି ହେଉଛି ଅସାଇଡ୍। ବହିରେ ଏହାର ଅର୍ଥ ଦିଆଯାଇଛି ଟୁ ୱାନ୍ ସାଇଡ୍ ବା ଗୋଟିଏ ପାର୍ଶ୍ୱକୁ। ଦେଖନ୍ତୁ, ଏହି ଶବ୍ଦଟି ପିଲାମାନଙ୍କୁ କେବଳ ଗୋଟିଏ ଇଂରାଜୀ ଶବ୍ଦ ଶିଖାଉନି, ବରଂ ନିଜ ଆଖପାଖର ସ୍ଥାନ ବା ସ୍ପେଶିଆଲ ଆୱେୟାରନେସ୍ ବିଷୟରେ ମଧ୍ୟ ଏକ ଧାରଣା ଦେଉଛି। ଯେମିତିକି ସାଇକେଲର ଘଣ୍ଟି ବାଜିଲେ ସାଙ୍ଗମାନେ କେମିତି ରାସ୍ତାରୁ ଗୋଟିଏ କଡ଼କୁ ଘୁଞ୍ଚି ଯାଆନ୍ତି, ତାହା ବୁଝିବାରେ ଏହି ଗୋଟିଏ ଶବ୍ଦ ବହୁତ ସାହାଯ୍ୟ କରେ। ଠିକ୍ ସେମିତି ଆଉ ଏକ ଜରୁରୀ ଶବ୍ଦ ହେଉଛି ଟ୍ରାକ୍ ବା ରାସ୍ତା, ମାନେ ସେହି ପଥ ଯେଉଁଥିରେ ସାଇକେଲଟି ଯାଏ।
ଏହି ଶବ୍ଦଟି ଶିଖିବା ଦ୍ୱାରା ପିଲାମାନେ ଗତି, ଦିଗ ଆଉ ସଠିକ୍ ରାସ୍ତାରେ ଚାଲିବାର ଅବଧାରଣା ବା କନସେପ୍ଟକୁ ଭଲ ଭାବେ ବୁଝିପାରନ୍ତି। ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏକ ସଠିକ୍ ପଥ ଅନୁସରଣ କରିବା ଯେ କେତେ ଦରକାର, ଏହା ପିଲାଙ୍କ ମନରେ ଧୀରେ ଧୀରେ ବସିଯାଏ। କଥା ସେତିକିରେ ସରିନି। ଏହି କବିତାଟି କେବଳ ନୂଆ ଶବ୍ଦ ନୁହେଁ, ବିପରୀତ ଶବ୍ଦ ବା ଅପୋଜିଟ୍ସ ମଧ୍ୟ ଶିଖାଏ। କବିତାରେ ଅଛି ନା, ସାଇକେଲ କେବେ ଜୋରରେ ଯାଏ ତ କେବେ ଧୀରେ। ଫାଷ୍ଟ ଏବଂ ସ୍ଲୋ ଭିତରେ ଥିବା ଏହି ତୁଳନା ପିଲାମାନଙ୍କୁ ଗତି ବା ସ୍ପିଡ୍ ବିଷୟରେ ଜଣାଇଥାଏ। ସାଇକେଲ ଚଲାଇବାର ସେହି ରିଏଲ୍ ଲାଇଫ୍ ଅନୁଭୂତି ସାଙ୍ଗରେ ବିପରୀତ ଶବ୍ଦଗୁଡ଼ିକୁ ଯୋଡ଼ିଦେବା ଦ୍ୱାରା ପିଲାମାନେ ଦୁଇଟି ଭିନ୍ନ ପରିସ୍ଥିତିକୁ ଖୁବ୍ ସହଜରେ ବୁଝିପାରନ୍ତି। ଆଚ୍ଛା, ଏବେ ଆସନ୍ତୁ ଏକ ମଜାଦାର ଖେଳ ଖେଳିବା। ପାଠ୍ୟପୁସ୍ତକରେ ପିଲାମାନଙ୍କୁ ବିଭିନ୍ନ ଜିନିଷର ଶବ୍ଦ ଅନୁକରଣ କରିବାକୁ କୁହାଯାଇଛି। ଟିକେ କଳ୍ପନା କରନ୍ତୁ ତ, ସ୍କୁଲ ଘଣ୍ଟି ବା ସ୍କୁଲ ବେଲ୍ କେମିତି ଶବ୍ଦ କରେ? ଟିଂ ଟିଂ, ଠିକ୍ ନା? ସେମିତି ଘଣ୍ଟ କିମ୍ବା କ୍ଲକ୍ର ଶବ୍ଦ ଟିକ୍ ଟିକ୍, ଟ୍ରେନ୍ର ଛୁକ୍ ଛୁକ୍ ଶବ୍ଦ, ପୋଲିସ ଭ୍ୟାନ୍ର ସାଇରନ୍ ଏବଂ ବର୍ଷାବିନ୍ଦୁ ବା ରେନ୍‌ଡ୍ରପ୍ର ଟପ୍ ଟପ୍ ଶବ୍ଦ। ଏହି ପ୍ରାକ୍ଟିସ୍ କେବଳ ମଜା କରିବା ପାଇଁ ନୁହେଁ, ବରଂ ପିଲାଙ୍କ ଶୁଣିବା ଶକ୍ତି ଏବଂ ବିଭିନ୍ନ ଧ୍ୱନି ପ୍ରତି ସେମାନଙ୍କର ସଚେତନତା ବଢ଼ାଇବାର ଏକ ଜବରଦସ୍ତ ଉପାୟ। ଏବେ ଏହି ଲିସନ୍ ଆଣ୍ଡ ସ୍ପିକ୍ ବା ଶୁଣ ଏବଂ କୁହ ଅଭ୍ୟାସକୁ ଟିକେ ଦେଖନ୍ତୁ। ଏଠାରେ ଏକ ଚେନ୍ ଡ୍ରିଲ୍ ବା ଚେନ୍ ଡ୍ରିଲ୍‌ର ପ୍ଲାନିଂ କରାଯାଇଛି। ଯେମିତିକି ଶିକ୍ଷକ ଜଣେ ପିଲାକୁ ପଚାରିବେ, ଆଇ ଲାଇକ୍ ଅ ବାଇସିକଲ୍, ହ୍ୱାଟ୍ ଆବାଉଟ୍ ୟୁ? ମାନେ, ମୋତେ ସାଇକେଲ ପସନ୍ଦ, ତୁମକୁ କ'ଣ ପସନ୍ଦ? ତାପରେ ସେହି ପିଲାଟି ଆଉ ଜଣେ ସାଙ୍ଗକୁ ପଚାରିବ। ଭାବନ୍ତୁ ତ, ଏହା କେତେ ସୁନ୍ଦର କଥା। ଏହାଦ୍ୱାରା ପିଲାମାନେ ପରସ୍ପର ସହ ଇଂରାଜୀରେ କଥା ହେବାକୁ ଉତ୍ସାହିତ ହୁଅନ୍ତି। ସାଙ୍ଗମାନଙ୍କ ସହ କଥାବାର୍ତ୍ତା କରିବା ବା କମ୍ୟୁନିକେସନ୍ ସ୍କିଲ୍ ବଢ଼ାଇବା ପାଇଁ ଏହା ଏକ ପରଫେକ୍ଟ ଟେକ୍ନିକ୍। ଆସନ୍ତୁ ଆମର ଶେଷ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନୂଆ ଶବ୍ଦଟି ଉପରେ ନଜର ପକାଇବା। ତାହା ହେଉଛି ହେଲମେଟ୍ ବା ହେଲମେଟ୍। ବହିରେ ଏହାକୁ ଏକ କଠିନ ଟୋପି ଭାବରେ ବର୍ଣ୍ଣନା କରାଯାଇଛି, ଯାହା ମୁଣ୍ଡକୁ ସୁରକ୍ଷା ଦିଏ। ଠିକ୍ ଏଇଠି ହିଁ ପାଠ୍ୟକ୍ରମଟି କେବଳ ଭାଷା ଶିକ୍ଷା ଭିତରେ ସୀମିତ ନ ରହି ବାସ୍ତବ ଦୁନିଆର ସୁରକ୍ଷା ବା ସେଫ୍ଟି ସହିତ ଯୋଡ଼ି ହୋଇଯାଉଛି। ଖେଳ ଏବଂ ଖୁସି ସାଙ୍ଗକୁ ନିଜର ସୁରକ୍ଷା ଯେ କେତେ ଜରୁରୀ, ତାହା ପିଲାଙ୍କ ମନରେ ଏହି ଶବ୍ଦ ମାଧ୍ୟମରେ ହିଁ ପ୍ରବେଶ କରେ। ଆଉ ଏହା ସଫା ସଫା ପ୍ରମାଣିତ କରେ ଯେ ଏହି ପାଠଟି କେବଳ ସ୍କୁଲର ଚାରିକାନ୍ଥ ଭିତରେ ସୀମିତ ନୁହେଁ। ଲର୍ଣ୍ଣିଂ ବିୟଣ୍ଡ ଦ କ୍ଲାସରୁମ୍ ଅର୍ଥାତ୍ ଶ୍ରେଣୀଗୃହ ବାହାରେ ଶିକ୍ଷା। ଏହି ଅଧ୍ୟାୟଟି ପିଲାମାନଙ୍କୁ ରାସ୍ତାଘାଟରେ କେମିତି ସୁରକ୍ଷିତ ଭାବରେ ଯିବା ଆସିବା କରିବେ ତାହାର ବେସିକ୍ ନିୟମଗୁଡ଼ିକ ବି ଶିଖାଉଛି। ଇଂରାଜୀ ଶିଖିବା ସହିତ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ଲାଇଫ୍ ସ୍କିଲ୍ ବା ଜୀବନରକ୍ଷା କୌଶଳ ଯୋଗାଇଦେବା ଏହି ଅଧ୍ୟାୟରେ ଏକ ମୁଖ୍ୟ ଉଦ୍ଦେଶ୍ୟ। ଏବେ ଟିକେ ଦେଖନ୍ତୁ ସଡ଼କ ସୁରକ୍ଷା ନିୟମଗୁଡ଼ିକ କେମିତି ସୁନ୍ଦର ଭାବେ ସୂଚୀବଦ୍ଧ ହୋଇଛି। ହେଲମେଟ୍ ଫର୍ଷ୍ଟ ବା ପ୍ରଥମେ ହେଲମେଟ୍ ପିନ୍ଧନ୍ତୁ। କିପ୍ ଟୁ ଦ ଲେଫ୍ଟ ମାନେ ବାମ ପାଖରେ ରୁହନ୍ତୁ। ଗୋ ସ୍ଲୋ ବା ଧୀରେ ଯାଆନ୍ତୁ। ଆଉ ଫଲୋ ଟ୍ରାଫିକ୍ ସିଗ୍ନାଲ୍ସ ଅର୍ଥାତ୍ ଟ୍ରାଫିକ୍ ସିଗ୍ନାଲ୍ ମାନି ଚଲନ୍ତୁ। ଏଗୁଡ଼ିକ ହେଉଛି ଛୋଟ, ସିଧାସଳଖ ଏବଂ କମାଣ୍ଡ ଭିତ୍ତିକ ଇଂରାଜୀ ବାକ୍ୟ। ପିଲାମାନେ ଏହି ଛୋଟ ଛୋଟ ବାକ୍ୟଗୁଡ଼ିକୁ ବହୁତ ସହଜରେ ମନେ ରଖିପାରିବେ ଆଉ ନିଜ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କରିବାକୁ ମଧ୍ୟ ଶିଖିବେ। ପାଠର ଶେଷ ଆଡ଼କୁ ଏହି ଚମତ୍କାର ମ୍ୟାଚିଂ କିମ୍ବା ମେଳକ ଅଭ୍ୟାସଟି ରହିଛି। ଗୋଟିଏ ପଟେ ସାଇକେଲର ବିଭିନ୍ନ ଅଂଶ ଏବଂ ହେଲମେଟ୍ର ଚିତ୍ର ଥିବାବେଳେ ଅନ୍ୟପଟେ ସେଗୁଡ଼ିକର ନାମ ଲେଖାଯାଇଛି। ପିଲାମାନଙ୍କୁ କେବଳ ଚିତ୍ର ସହ ଠିକ୍ ଶବ୍ଦକୁ ଗାର ଟାଣି ମିଶାଇବାକୁ ହେବ। ଏହା ଏକ ବହୁତ ଜରୁରୀ ପ୍ରକ୍ରିୟା, କାରଣ ଏହା ସେମାନେ ଶିଖିଥିବା ଯାନ୍ତ୍ରିକ ଏବଂ ସୁରକ୍ଷା ନିୟମଗୁଡ଼ିକୁ ପୁଣିଥରେ ମନେ ପକାଇବାରେ ସାହାଯ୍ୟ କରେ। ଆଉ ହଁ, ସେମାନଙ୍କର ଶିକ୍ଷଣକୁ ଆହୁରି ମଜବୁତ ମଧ୍ୟ କରେ। ଆମର ଏହି ଖାସ୍ ଆଲୋଚନାର ଶେଷରେ ସମସ୍ତଙ୍କ ପାଇଁ ଏକ ଛୋଟ ପ୍ରଶ୍ନ ରହିଲା। ପିଲାଦିନର ସେହି ସବୁଠୁ ପ୍ରିୟ ଗାଡ଼ିଟି କ'ଣ ଥିଲା ଆଉ ତାହା କେଉଁ କେଉଁ ସ୍ଥାନକୁ ନେଇଯାଇଥିଲା? ସେହି ସୁନା ଦିନର ସ୍ମୃତିଗୁଡ଼ିକୁ ଥରେ ମନେ ପକାନ୍ତୁ। ଆଉ ଟିକେ ଭାବନ୍ତୁ ତ, କିପରି ଏହିଭଳି ସରଳ ଏବଂ ମଜାଦାର ପାଠ୍ୟକ୍ରମଗୁଡ଼ିକ ଆଜିର ଛୋଟ ପିଲାଙ୍କ ମନରେ ନୂଆ ସ୍ୱପ୍ନ ଆଉ ଶିକ୍ଷାର ମୂଳଦୁଆ ପକାଉଛି। ଆଜିର ଏହି ଆଲୋଚନାରେ ସାମିଲ ହୋଇଥିବାରୁ ଅନେକ ଅନେକ ଧନ୍ୟବାଦ। ପରବର୍ତ୍ତୀ ସମୟରେ ଆଉ ଏକ ନୂଆ ବିଷୟ ସହିତ ଆମେ ନିଶ୍ଚୟ ଭେଟିବା।